ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଦେଖନ୍ତୁ ଭଉଣୀ ମାନେ ପ୍ରସ୍ତୁତ ହେଇଯାଇଛନ୍ତି 16 ତାରିଖ ଆନ୍ଦୋଳନ ଯିବା ପାଇଁ। ଆଉ ସମସ୍ତେ ନିଜ ନିଜ CDPO BDO ତଥା ଜିଲ୍ଲାରେ ଉପଜିଲ୍ଲାପାଳ DSW ଏବଂ ଜିଲ୍ଲାପାଳଙ୍କୁ ନୋଟିସ୍ ମଧ୍ୟ ଦେଲେଣି। ତ ସମସ୍ତେ ଭାବନ୍ତି BMS ହେଉଛି BJPର, କିନ୍ତୁ ଏଇଠି ଆପଣମାନେ ଦେଖନ୍ତୁ ନିଜେ ଆଉ ବୁଝି ନିଅନ୍ତୁ କି BMS ହେଉଛି ଏକ ଶ୍ରମିକ ସଂଗଠନ। ସେ ନା BJPର, ନା BJDର, ନା ଆଉ କେଉଁ ଦଳର। ଏ କୌଣସି ରାଜନୀତି ଦଳର ନୁହେଁ। ଏ ସଂଗଠନ ଯେଉଁ ସରକାର ବି ରୁହନ୍ତୁ ନା କାହିଁକି ନିଜର ମୌଳିକ ଅଧିକାର ପାଇଁ ନିଶ୍ଚିନ୍ତ ରୂପେ ରାଜରାସ୍ତାକୁ ଓହ୍ଲାଇବ। ଆଉ ବର୍ତ୍ତମାନ ଏହାର ପ୍ରସ୍ତୁତି ଜୋରଦାର ହୋଇଯାଇଛି। ଭଉଣୀମାନେ ପ୍ରସ୍ତୁତ ହୋଇଯାଇଛନ୍ତି ଆଉ ନିଜର ଶକ୍ତି ପ୍ରଦର୍ଶନ ପାଇଁ, ନିଜ ଅଧିକାର ପ୍ରାପ୍ତ ପାଇଁ ସେମାନେ ଶୀତ କାକରକୁ ଖାତିର ନକରି କେମିତି ନିଜର ହକ୍ ପାଇପାରିବେ ସେଥିପାଇଁ ଆଗେଇ ଆସିଛନ୍ତି। ଆପଣମାନେ ସମସ୍ତେ ଜାଣିଛନ୍ତି ନିର୍ବାଚନ ସମୟରେ ସରକାର ପ୍ରେସ୍ ଇସ୍ତାହାର ଦେଇଥିଲେ କି ତାଙ୍କ ସରକାର ଆସିଲେ ସେ ଅଙ୍ଗନବାଡ଼ି କର୍ମଚାରୀଙ୍କର ବେତନ ବୃଦ୍ଧି କରିବେ, କିନ୍ତୁ ଏଯାବତ୍ ତାହା ପୂରଣ ହେଲା ନାହିଁ। ଆହୁରି ଅନେକ କିଛି ଦାବି ଅଛି, ସମସ୍ୟା ଅଛି, ଯାହାକି ଭାରତୀୟ ମଜଦୁର ସଂଘ ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନର ପଦାଧିକାରୀମାନେ ସର୍ବଦା ଆଲୋଚନା କରି ଆସିଛନ୍ତି। ବହୁତ ବଡ଼ ବଡ଼ କଥା କହୁଛନ୍ତି ଅନ୍ୟ ସଂଗଠନ, କିନ୍ତୁ ସେମାନେ କେବେ ବି ଅଙ୍ଗନବାଡ଼ି କର୍ମଚାରୀଙ୍କ ସପକ୍ଷରେ ଆଲୋଚନା କରିନାହାନ୍ତି କିମ୍ବା ଯେଉଁ ବଡ଼ ବଡ଼ ଭାଷଣ ଦେଉଛନ୍ତି, ନ୍ୟୁଜ୍ ଚ୍ୟାନେଲ ମାଧ୍ୟମରେ ନିଜର ବାଇଟ୍ ପ୍ରଦାନ କରୁଛନ୍ତି, ସେମାନେ କେବେ ଅଙ୍ଗନବାଡ଼ି କର୍ମୀର ଦୁଃଖ କଥା ଭାବି ନାହାନ୍ତି। ବରଂ ସେମାନେ ନେତା ଭଳିଆ ଭାଷଣ ଦେଇ ଚାଲିଛନ୍ତି ଅନର୍ଗଳ ଭାବରେ। ହେଲେ ଭଉଣୀମାନଙ୍କୁ ଅନୁରୋଧ, ଆପଣମାନେ ଚିହ୍ନନ୍ତୁ କେଉଁ ସଂଗଠନ ଆପଣମାନଙ୍କ ପାଇଁ ଲଢ଼େଇ କରୁଛି, କେଉଁ ସଂଗଠନ ଆପଣଙ୍କର ଦୁଃଖ ବୁଝୁଛି ଏବଂ କେଉଁ ସଂଗଠନ ଆପଣଙ୍କ ପାଇଁ ଛିଡ଼ା ହେଉଛି। କେବଳ ଆପଣମାନେ କହୁଛନ୍ତି ଚାନ୍ଦା ନେଉଛନ୍ତି ବୋଲି, କିନ୍ତୁ ଆପଣମାନେ ନିଜେ ଜାଣିଛନ୍ତି ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିଜ୍ ୱାର୍କର୍ସ ଆସୋସିଏସନ ସଂଲଗ୍ନ ଭାରତୀୟ ମଜଦୁର ସଂଘ କୌଣସି ରାଜନେତାଙ୍କ ଦ୍ୱାରା ପରିଚାଳିତ ନୁହେଁ କିମ୍ବା କାହା ଦୟାରେ ଚାଲୁନାହିଁ। ଏହି ସଂଗଠନ ନିଜ ପଇସାରେ ହିଁ ଚାଲେ, ଅର୍ଥାତ୍ ଆମ ସମସ୍ତଙ୍କର ପଇସାରେ ସଂଗଠନ ଚାଲିଥାଏ। ଆମେ ଯିଏ ଏଥିରେ ମେମ୍ବର ଅଛୁ, ସେଇମାନେ ଯେଉଁ ମେମ୍ବରସିପ୍ ଦେଇଥାଉ ସେଇଥିରେ ହିଁ ଏହି ସଂଗଠନ ଚାଲିଥାଏ। ଏଣୁ ଆପଣମାନେ ନିଜେ ନିଜକୁ ବିଶ୍ୱାସ କରନ୍ତୁ, ସଂଗଠନକୁ ଚିହ୍ନନ୍ତୁ ଏବଂ ଏକତାବଦ୍ଧ ହୋଇ ନିଜର ହକ୍ ପାଇଁ ଲଢ଼ନ୍ତୁ। ଧନ୍ୟବାଦ।